ପିତାମହ ଭୀଷ୍ମ ସେ ଗୋଟେ ରଜା ଥିଲେ। ସେ ତାଙ୍କ ଜନ୍ମରେ କୌଣସି ଜନ୍ମରେ କିଛି ପାପ କରିନଥିଲେ। ଥରେ ରଥରେ ଯାଉଛନ୍ତି, ରଥରେ ଯାଉଁ ଯାଉଁ ଗୋଟେ ସାପ ଆଗକୁ ଚାଲି ଆସିଲା। ସିଏ କ'ଣ କଲେ, ତୀର ମାରି ଦେଇକିନି ତାକୁ ଆଡ଼େଇ ଦେଉଥିଲେ। ଦୁର୍ଭାଗ୍ୟବଶତଃ ସେ ସାପଟି ଯାଇ କଣ୍ଟା ବୁଜାରେ ପଡ଼ିଗଲା। ସେ ସାପଟି କଷ୍ଟ ପାଇକିନି ଛଟପଟ ହେଇକିନି ମରିଗଲା। ଭୀଷ୍ମ ରାଜା ପଳେଇ ଗଲେ। ସେ ସାପ ତାର କଣ୍ଟା ବୁଜାରେ ପଡ଼ିକିନି କଷ୍ଟ ପାଇକିନି ମୋଡ଼ି ମୋଡ଼ି ହେଇ ମରିଗଲା। ସେଇ ସାପ ଅଭିଶାପରେ ଭୀଷ୍ମ ସରଶଯ୍ୟାରେ ଶୋଇଲେ। ସେ ତ ଗଙ୍ଗା ମାତାଙ୍କ ପୁଅ, ସେ ପାପ ଧୋଇ ପାଇଲେନି। ଆମେ ମଣିଷ, ଆମେ କ'ଣ ଗଙ୍ଗାରେ ବୁଡ଼ ଦେଲେ ପାପ ଧୋଇ ହେଇଯିବ?